अच्छा लाइफ रे तो एते अप्स एंड डाउन्स आपण देखिले सेतरो केबे भी माइंड रे आसी एमती किछि कि व्हाई गॉड व्हाई इज इट मी कि भगवान को ऊपर भरोसा उठी जाइछि लाइफ रो। ଅପୋଜିଟ୍ ହେଇଛି ଆକ୍ଚୁଆଲି ଆଇ ଟେଲ୍ ୟୁ ମାନେ ଆସିଛି ମୁଣ୍ଡକୁ କି ଭାଇ ମୁଁ ବହୁତ କଷ୍ଟ ପାଇଛି ବହୁତ କାନ୍ଦିଛି ଆଉ ମାନେ ଏମିତି ବହୁତ ବହୁତ ସିଚୁଏସନ୍ସ ହେଇଛି ବହୁତ ମିସହ୍ୟାପ୍ସ ହେଇଛି ଲାଇଫ୍ରେ ବଟ୍ ରାଇଟ୍ ବିଫୋର୍ କୋଭିଡ଼ ଗୋଟେ ଇନସିଡେଣ୍ଟ ହେଇଥିଲା ପୁରା ଡିଟେଲରେ ତ ମୁଁ କହିପାରିବିନି ବଟ୍ ଆଇ ସେ ଦ୍ୟାଟ୍ ମୋ ଘରେ ମାନେ ମାଇ ହାଉସ୍ କଟନ୍ ଫାୟାର୍ ଘରେ ନିଆଁ ଲାଗିଯାଇଥିଲା ତ ଆମେ ଶୋଇଛୁ ଘର ଭିତରେ ରାତି 3ଟା ରାଉଣ୍ଡ ପୁରା ଘର ଧୂଆଁରେ ଫୁଲ୍ ହେଇଯାଇଛି ଗାଡ଼ି ଆମର ଥିଲା ତଳେ ପାର୍କିଂରେ ସେଇଟା ଜଳିଯାଇଛି वी यूज्ड टू लिव इन अ डुप्लेक्स ତ ଗାଡ଼ି ଜଳିକି ଘର ମାନେ ଛାତ ନିଆଁ ଧରି ଦେଇଛି ଯେଉଁ ପାର୍କିଂର ଛାତଟା ଆଣ୍ଡ ଏମିତି ହେଇକି ଆମେ ସେଇଠୁ ବହୁତ ଡିଫିକଲ୍ଟିରେ ଏସ୍କେପ୍ କରିକି ବାହାରିଲୁ ସେ ସିଚୁଏସନ୍ରୁ ଆଣ୍ଡ ସେଇ ଟାଇମ୍ରେ ମୁଁ ଏତେ ମାନେ ମୁଁ ଥକି ଯାଇଥିଲି ଲାଇଫ୍ରେ କି ମୁଁ କେତେ ଦୌଡ଼ିବି କେତେ ହଇରାଣ ହେବି ମାନେ କେତେ ଆଉ କଷ୍ଟ ଅଛି ମୋ ପାଇଁ ମୋତେ କହିଦିଅ ଥରେକରେ କଷ୍ଟ ଦେଇଦିଅ ସାରିଦିଅ କାହିଁକିନା ମୋ ପାଖରେ ଆଉ ପେସେନ୍ସ ନାହିଁ ଆଣ୍ଡ ସେତିକି ବେଳେ କୋଭିଡ଼ ହେଇଗଲା କୋଭିଡ଼ ହେଲା ତ ମୁଁ ଘର ବାହାରକୁ ପାଦ ଥୋଇ ପାରୁନି ଘର ଭିତରେ ଅଛି ଆଣ୍ଡ ସେଇ ଟାଇମ୍ରେ ମୋର ଫୋନ୍ ଖରାପ ହେଇଯାଇଥିଲା ତ ଭାବନ୍ତୁ ମାନେ 4-5 months ମୋର ଫୋନ୍ ବନ୍ଦ ଅଛି ମୋ ପାଖରେ କିଛି ସୋର୍ସ ଅଫ୍ ଏଣ୍ଟରଟେନମେଣ୍ଟ ନାହିଁ ଆଉ ମୁଁ ଏଇ ମାଇଣ୍ଡ ଷ୍ଟେଟ୍ରେ ଅଛି କି ଏତେ ସବୁ ପ୍ରୋବ୍ଲେମ୍ସ ଅଛି ଲାଇଫ୍ରେ ମାନେ ଆଇ ହାଭ୍ नो ମନି ମୋ ପାଖରେ ପଇସା ନାହିଁ କୋଭିଡ଼ ପାଇଁ କାମ ନାହିଁ ଆଇ ଏମ୍ ଅଣ୍ଡର ଲଟ୍ ଅଫ୍ ପ୍ରେସର ଅଣ୍ଡର ଲଟ୍ ଅଫ୍ ବର୍ଡେନ୍ ଆଉ ମାନେ ସବୁକିଛି ନେଗେଟିଭିଟିରେ ଚାଲିଛି ଆଣ୍ଡ ଏମିତି ସିଚୁଏସନ୍ରେ ମୁଁ ତ ମୋର ଗୋଟେ ଅଭ୍ୟାସ ଥିଲା ବହି ପଢ଼ିବାର ତ ମୁଁ କ'ଣ କଲି ନା ମୋ ପାଖରେ ତ ବହୁତ ସାରା ବହି ଅଛି ତ ମୁଁ ଭାବିଲି କି ଆଉ କିଛି ସୋର୍ସ ଅଫ୍ ଏଣ୍ଟରଟେନମେଣ୍ଟ ନାହିଁ ତ ଏଇଆ ହିଁ କରିବି ଆଣ୍ଡ ଦୁଇଟା ବହି ଥିଲା ତା ଭିତରେ ଇଟ୍ ୱାଜ୍ ନଟ୍ ଏକ୍ଜାକ୍ଟଲି ଭଗବତ ଗୀତା କିନ୍ତୁ ତାର ଗୋଟେ ରେଣ୍ଡିସନ୍ ଥିଲା ତାର ଗୋଟେ ଦେବଦତ୍ତ ପଟ୍ଟନାୟକଙ୍କର ଗୋଟେ ବହି ଅଛି करेक्ट ମୁଁ ବି ଦେବଦତ୍ତ ପଟ୍ଟନାୟକ को ପଢ଼େ ତ ତାଙ୍କର ଦୁଇଟା ବହି ଅଛି ଗୋଟେ ଥିଲା ସୀତା ଆଉ ଗୋଟେ କ'ଣ ଗୋଟେ ମୋର ମନେ ପଡ଼ୁନି ନା ଏକ୍ଜାକ୍ଟଲି ବଟ୍ ତାଙ୍କର ସେଇ ବହି ଦୁଇଟା ମୁଁ ପଢ଼ିଲି ଆଇ ରେଡ୍ ଇଟ୍ ଲାଇକ୍ ଅ ଷ୍ଟୋରି ବଟ୍ ତା ମଝିରେ ଯେଉଁ ଭଗବତ ଗୀତା ବାଲା ଗୋଟେ ସେଗମେଣ୍ଟ ଆସିଲା ଟିଲ୍ ଟୁଡେ ଆଇ ହାଭ୍ ଦ୍ୟାଟ୍ ବୁକ୍ ମୁଁ ଯେଉଁଠି ଶୁଏ ମୋର ଜଷ୍ଟ ମୁଣ୍ଡ ଉପରେ ସେ ବହି ଥୁଆ ହେଇଛି ଆଣ୍ଡ ଫୋଲ୍ଡେଡ଼ ଅଛି ସେ ପେଜ୍ ସେଥିରେ ପେନ୍ରେ ଅଣ୍ଡରଲାଇନ୍ ହେଇଛି ସେ ଲାଇନ୍ସ ଗୁଡ଼ାକ ୱିଚ୍ ଚେଞ୍ଜଡ୍ ମାଇ ଲାଇଫ୍ ओके एंड आई रिक्वेस्ट एवरीवन जे लाइफ रे डिप्रेस्ड अच्छी जार बहुत कष्ट पाँच यंग पिला गुड़ाक मुझे कहूँ कि थरे ट्राए करके देख भगवत गीता पढ़ी की देख करेक्ट डिफिकल्ट वाला संस्कृत वंस्कृत पढ़नी इफ यू आर नॉट एबल टू इफ यू आर कंफर्टेबल इन इंग्लिश बिकज आई रेड इट इन इंग्लिश वाला पढ़ हिंदी वाला जदि पढ़ी पार्छ सेटा पढ़ ओडिया जदि ओडिया पढ़ी भी पार्छ अच्छी सेटा पढ़ी पार बट रीड इट तुमर जहाँ क्वेश्चंस अच्छी लाइफ रे ସବୁ କ୍ୱେଶ୍ଚନ୍ସ ଆନ୍ସର୍ ହେଇଯିବ ସେ ବହି ମାଧ୍ୟମରେ ମୋର ଯେତିକି ବି କ୍ୱେଶ୍ଚନ୍ସ ଥିଲା ନା ମାନେ ମୁଁ ସେ ବହି ପଢ଼ିଲା ପରେ ଆଇ ହ୍ୟାଭ୍ ଫର୍ଗିଭେନ୍ ପିପଲ୍ ହୁ ଡିଡ୍ ନଟ୍ ଇଭେନ୍ ଆସ୍କ ମି ଫର୍ ଫର୍ଗିଭନେସ୍ ଯେଉଁମାନେ ମୋତେ କ୍ଷମା ମାଗି ବି ନାହାନ୍ତି ମୁଁ ତାଙ୍କୁ କ୍ଷମା କରିଦେଲି ମୋର ଯାହା ଯାହା ପରସେପ୍ସନ୍ ଥିଲା ଲାଇଫ୍କୁ ନେଇକି ସେ ସବୁ ବଦଳିଗଲା ବହୁତ ଚେଞ୍ଜେସ୍ ଆସିଛି ମୋ ଲାଇଫ୍ରେ ମୋର पर्सनल बिलीफ सिस्टम भी ଆପଣ ଯଦି ବିଲିଭ୍ କରିବେ ନ କରିବେ ମୁଁ ଜାଣିନି कि भगवान भी ଆପଣଙ୍କୁ ସେମିତି ସିଚୁଏସନ୍ ଜାଣିକି ହିଁ ଦିଅନ୍ତି ତାକି ଆପଣଙ୍କର ସ୍ପିରିଚୁଆଲିଜ ମାନେ ସ୍ପିରିଚୁଆଲି ଆପଣ ଡେଭଲପ୍ କରିବେ ହେଇଥାଇପାରେ ଇଫ୍ ତମର ସ୍ପିରିଚୁଆଲ୍ ହବାର ଅଛି କେଉଁଠି ନା କେଉଁଠି ତ ମେ ବି ଗଡ୍ ୱିଲ୍ ପୁଟ୍ ୟୁ ଇନ୍ ଅ ସର୍ଟନ୍ ଜର୍ନି विच विल लीड यू टू स्पिरिचुआलिटी बट ठीक अच्छे मैंने मुझे एते स्ट्रांगली बिलीव कैनि कहीं मोर लाइफ तो गोटे बहुत ही डिफिकल्ट बहुत एते मैंने आई होप कि कहीं भी एते डिफिकल्ट लाइफ फेस करके न आसू बट येस मु मंदिर एते जाइनी कि एते पूजा पाठ मैंने जो घरे बसिक डेली पूजा करनी सेमती करेनि किंतु मु ठाकुर को बहुत भल पाए एंड मोर किसी भी असुविधा हेले मु आखि बंद करके मन पकाए किछिटा मंत्र अच्छी मु मंत्र जाप करे कोविड टाइम रे मु दिन को 5 घंटा 6 घंटा बसिक मंत्र जाप करी एंड दैट गेव मी अ लॉट ऑफ पीस मु एटा भी सजेस्ट करी यंगस्टर्स मानू टिके टाइम बाहर करंतु निज लाइफ रे टिके टाइम स्पिरिचुअल होंतु स्पिरिचुअलिटी को दियंतु मेडिटेशन करंतु टिके मंत्र जाप करंतु यू विल सी द चेंज यू विल फील दैट चेंज इनसाइड यू and that will make your perception a little different that will make you into a stronger human being एक्जाक्टली कहीं ना मो पर्सनल फिलिंग भी आपको जब कहबी
कहीं ना कहीं ମୁଁ ବି ଫିଲ୍ କରିଛି ପୂଜା ମାନେ ନୁହେଁ କି ଆପଣ ଫୁଲ ଜମା ଧୂପ ନୁହେଁ ଦୀପ ଦେଇକି ଜମା କରୁଛନ୍ତି ଏମିତି ଲୋକ ଅଛନ୍ତି ମ୍ୟାମ୍ ମୁଁ ଦେଖିଛି ମନ୍ଦିର ଯାଉଥିବେ ବଟ୍ ସେମାନେ ମନ ଭଲ ଲୋକ ଭିତରଟା ନୁହନ୍ତି କ୍ଲିନ୍ ନଥିବ ସେମାନେ ଭଲ ଲୋକ ନୁହନ୍ତି ସଲୱାର କମିଜ ପିନ୍ଧୁଥିବେ କିନ୍ତୁ ସେମାନେ ତାଙ୍କ ମନ ଭିତରେ ସେତିକି ଭଲ ଜିନିଷ ନଥିବ ପ୍યોରିଟିଟା ନଥିବ ପ୍ୟୋରିଟି ନଥିବ ସୋ ତମ କପଡ଼ା ଡିଫାଇନ୍ କରେନି ତମର ସ୍ପିରିଚୁଆଲିଟି ସାଙ୍ଗରେ କ'ଣ ରିଲେସନ୍ ତମର ୱେ ଅଫ୍ ଲାଇଫ୍ ସେଟା ଡିଫାଇନ୍ କରେନି ବଟ୍ ଇନ୍ ରିଆଲିଟି ତମେ କ'ଣ ଅଛ କାହିଁକି ନା you do that for that direct connection. God is watching me, I feel that connection with him. बाकी लोग को कौन कहते मते किछि लेना देना नहीं. And as long as that is pure and clean, everything is good. Because ठाकुर कोटी रूल बुक रे लिखी नाहंती कि अच्छा तमे सकाळ 6टारे उठी कि मते फूल चढ़ेले ही तमे मोर भक्त सेमिति केबे भी नुहे से बही गुडा सब मनीष माने लिखि चंती ठाकुर सेटा लिखि नाहंती ଠାକୁର ତ ଲେଖିଛନ୍ତି କି ଯଦି ସବରି ସ୍ନେହରେ ନିଜେ ଟେଷ୍ଟ କରିକି ବି ଆପଣଙ୍କୁ ପ୍ରସାଦ ଦଉଛି ଭଗବାନ ତାକୁ ଗ୍ରହଣ କରୁଛନ୍ତି ତ ମୋ ମନ ଭିତରେ କେତିକି ଶ୍ରଦ୍ଧା ଅଛି କେତିକି ପ୍ୟୁରିଟି ଅଛି ସେତିକି ମ୍ୟାଟର କରେ